ଅନ୍ୟର ମୁହଁର ହସ ଦେଖିବାକୁ ଚାହିଁଥାଏ, ଉପର ବାଲା ତାର ହସ କେବେ ଛଡ଼େଇ ନଥାନ୍ତି। ଓଁ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2026 ଜାନୁଆରୀ ମାସ 27 ତାରିଖ, ଓଡ଼ିଆ ମାଘ ମାସ 14 ଦିନ, ମଙ୍ଗଳବାର, ଶୁକ୍ଳ ପକ୍ଷ ନବମୀ ତିଥି, ଯାହା ଅପରାହ୍ନ 3 ଘଟିକା ପର୍ଯ୍ୟନ୍ତ ରହୁଛି। ତାପରେ ଦଶମୀ ତିଥି ଆରମ୍ଭ ହେଉଛି। ଆଜି ଦୁଜା ନକ୍ଷତ୍ର, ଯାହା ଦିବା 7 ଘଟିକା 39 ମିନିଟ୍ ପର୍ଯ୍ୟନ୍ତ ରହୁଛି। ତାପରେ କୃତ୍ତିକା ନକ୍ଷତ୍ର ଆରମ୍ଭ ହେଉଛି, ଯାହା ଶେଷ ରାତ୍ରି 5 ଘଟିକା 52 ମିନିଟ୍ ପର୍ଯ୍ୟନ୍ତ। ତେଣୁ ଆଜି କୃତ୍ତିକା ନକ୍ଷତ୍ର ଖିଆଯୁକ୍ତ ରହୁଛି। ଆଜି ମେଷ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି, ଯାହା ଦିବା 1 ଘଟିକା 13 ମିନିଟ୍ ପର୍ଯ୍ୟନ୍ତ। ତାପରେ ଚନ୍ଦ୍ର ବୃଷ ରାଶିରେ ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 6 ଘଟିକା 25 ମିନିଟ୍ରେ। ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5 ଘଟିକା 30 ମିନିଟ୍ରେ। ଆଜି ଯୁଗ୍ନି ରହିଛି ପୂର୍ବ ଦିଗେ, ଅପରାହ୍ନ 3 ଘଟିକା ପରେ ଯୁଗ୍ନି ଉତ୍ତର ଦିଗରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ମେଷ ରାଶି ବ୍ୟକ୍ତିଙ୍କର, ଯାହା ଦିବା 1 ଘଟିକା 13 ମିନିଟ୍ ପର୍ଯ୍ୟନ୍ତ। ତାପରେ ଘାତ ଚନ୍ଦ୍ର ରହିବ ବିଛା ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ମକର ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର 1 ପାଦ ପୁଷ୍କର ଦୋଷ ଦିବା 7 ଘଟିକା 39 ପର୍ଯ୍ୟନ୍ତ। ତାପରେ 2 ପାଦ ପୁଷ୍କର ଦୋଷ, ଯାହା ଶେଷ ରାତ୍ରି 5 ଘଟିକା 52 ମିନିଟ୍ ପର୍ଯ୍ୟନ୍ତ। ତାପରେ ପୁଣି 1 ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି କୃଷି ସନ୍ତାନ ହାନି, ତତ୍ସହିତ ବଂଶ ହାନି। ଆଜି ନବମୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ନାଉ, ତତ୍ସହିତ କଳମ ଭୋଜନ ନିଷେଧ ରହିଛି। ଆଜି ହେଉଛି ମହାନନ୍ଦ ନବମୀ ଦୁର୍ଗା ପୂଜା, ଯାହାକୁ ଆମେ ସୁବର୍ଣ୍ଣ ପୂଜା ନବମୀ ମଧ୍ୟ କହୁ। ତେବେ ଆଜିର ଦିନରେ ସ୍ୱର୍ଣ୍ଣାକାର ଶିଳ୍ପୀ ବଣିକମାନେ ଆଜିର ଦିନରେ ଘଟ ସ୍ଥାପନ କରି ଯନ୍ତ୍ର ଉପକରଣ ଆଦି ପୂଜା କରନ୍ତି। ଆଜି କନ୍ୟା ଯଦି ପ୍ରଥମ ରଜବତୀ ହେଲା, ଯାହା ଦିବା 7 ଘଟିକା 39 ପରେ, ତେବେ 10 ମାସ ଗଣ୍ଡ ଦୋଷ ଲାଗିବ। ଆଜିର ଅଶୁଭ ବେଳା, ଯାହା ଦିବା 7 ଘଟିକା 59 ରୁ ଦିବା 9 ଘଟିକା 3 ମଧ୍ୟ ରହିଛି ବାର ବେଳା। ସେହିଭଳି ଦିବା 1 ଘଟିକା 44 ରୁ ଦିବା 2 ଘଟିକା 9 ମଧ୍ୟ ରହିଛି କାଳ ବେଳା। ସେହିଭଳି ଦିବା 2 ଘଟିକା 49 ରୁ ଦିବା 4 ଘଟିକା 13 ମଧ୍ୟ ରହିଛି ରାହୁ କାଳ। ସେହିଭଳି ରାତ୍ରି 7 ଘଟିକା 3 ରୁ ରାତ୍ରି 8 ଘଟିକା 37 ମଧ୍ୟ ରହିଛି କାଳ ରାତ୍ରି। ଆଜିର ଶୁଭ ବେଳା, ଯାହା ଦିବା 9 ଘଟିକା 4 ରୁ ଦିବା 10 ଘଟିକା 13 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 4 ଘଟିକା 28 ରୁ ଅପରାହ୍ନ 5 ଘଟିକା 30 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସନ୍ଧ୍ୟାରୁ ଯାହାକି ରାତ୍ରି 7 ଘଟିକା 2 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 8 ଘଟିକା 40 ରୁ ରାତ୍ରି 11 ଘଟିକା 5 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1 ଘଟିକା 29 ରୁ ରାତ୍ରି 3 ଘଟିକା 5 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ଆମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି ନିଜର ବ୍ୟକ୍ତିତ୍ୱ ବଳରେ ସମସ୍ତ କାର୍ଯ୍ୟ ହାସଲ କରିବାର କ୍ଷମତା ଆପଣଙ୍କ ପାଖରେ ରହିଛି। ଆପଣ କାହା ଉପରେ ନିର୍ଭର ନ କରି ସମସ୍ତ କାର୍ଯ୍ୟ ସମ୍ପାଦନ କରିବାର ପୂର୍ଣ୍ଣ ଯୋଗ ରହୁଛି। ତତ୍ସହିତ ମେଷ ରାଶି ବ୍ୟକ୍ତି ଆଜି ନିଜର ବ୍ୟକ୍ତିଗତ ବ୍ୟବହାର ଦ୍ୱାରା ସମସ୍ତଙ୍କ ମନ ଜିଣିବାର ପୂର୍ଣ୍ଣ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ତେବେ ମେଷ ରାଶି ବ୍ୟକ୍ତି ଆଜି ଆପଣଙ୍କର ଦୈନନ୍ଦିନ କାର୍ଯ୍ୟ ଗୁଡ଼ିକ ନିଶ୍ଚିତ ସଫଳଦାୟକ ଏବଂ କ୍ଷଣ ସମୟରେ ସମ୍ପୂର୍ଣ୍ଣ ହେବାର ଉତ୍ତମ ଯୋଗ ବନଉଛି। ଆଜି ମେଷ ରାଶି ବ୍ୟକ୍ତି ଆପଣଙ୍କର ଚାକିରି ସମ୍ବନ୍ଧର କାର୍ଯ୍ୟ ଗୁଡ଼ିକ ନିଶ୍ଚିତ ଦୃଷ୍ଟି ଆକର୍ଷଣ କରିବାର ଯୋଗ ରହୁଛି ଏବଂ ଆପଣଙ୍କ କାର୍ଯ୍ୟଶୈଳୀ ସମ୍ପୂର୍ଣ୍ଣ
ଏକ ଭିନ୍ନ ପ୍ରକାର ଯାହାକି ସମସ୍ତଙ୍କୁ ଏକ ଭଲ ବାର୍ତ୍ତା ଦବାର ଉତ୍ତମ ଯୁଗ ବନଉଛି। ଆଜି ମେଷ ରାଶି ବ୍ୟକ୍ତି ଯାହାକି ନିଜର ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ସହିତ ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିବାର ପୂର୍ଣ୍ଣ ଶୁଭ ଯୁଗ ରହୁଛି। ତେବେ ମେଷ ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବା ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଯାହାକି ଶୁଭ ଯୁଗ ପରିସ୍ଥିତିରେ ରହୁଛି। ତତ୍ସହିତ ମେଷ ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ମଧୁର ବାର୍ତ୍ତାଳାପ କରିବାର ଉତ୍ତମ ଯୁଗ ରହୁଛି। ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବାର ଅନେକ ଚାନ୍ସ ରହୁଛି। ଆଜି ମେଷ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ନିଶ୍ଚିତ ନିଜର ବ୍ୟକ୍ତିତ୍ୱ ଗଠନ ଦ୍ୱାରା ତାହାକୁ ସମ୍ପୂର୍ଣ୍ଣ କରିବାର କ୍ଷମତା ଅର୍ଥାତ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ଆଜି ମେଷ ରାଶି ବ୍ୟକ୍ତି ଯାହାକି ଅର୍ଥ ସଞ୍ଚୟ କରିବା ସହିତ ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଜି ମେଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ଯାହାକି ପ୍ରୋବ୍ଲେମରେ ପଡ଼ିବେ ନାହିଁ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6। ଭାଗ୍ୟ ରଙ୍ଗ ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ଆପଣଙ୍କର ବୃତ୍ତିଗତ କାର୍ଯ୍ୟରେ ଅବହେଳା ଯୁକ୍ତ ରହିପାରନ୍ତି। ନିଜର କାର୍ଯ୍ୟ ପ୍ରତି ସଚେତନ ରୁହନ୍ତୁ। ତତ୍ସହିତ ଆଜି ବୃଷ ରାଶି ବ୍ୟକ୍ତି ଯାହାକି ଆପଣ ଚାକିରି ସମ୍ବନ୍ଧର କାର୍ଯ୍ୟ ଗୁଡ଼ିକୁ ଆପଣଙ୍କୁ ଅନେକ ଚାପ ଆସିବ ଏବଂ କାର୍ଯ୍ୟ ତ୍ରୁଟି ହବାର ଚାନ୍ସ ରହୁଛି। ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେବେ ବୃଷ ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରୁ ଦୂରତା ଅବଲମ୍ବନ କରିବା ସହିତ ଛାତ୍ରଛାତ୍ରୀ ମାନେ ନିଜର ପାଠ ପଢା ପ୍ରତି ସଚେତନ ନିହାତି ଆବଶ୍ୟକତା, କାରଣ ପାଠ ପଢାରେ ଆପଣ ଅବହେଳା ଯୁକ୍ତ ରହିପାରନ୍ତି। ତେବେ ବୃଷ ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଆପଣଙ୍କ ପାଇଁ ଆଦୌ ଭଲ ଦିନ ହୋଇ ନପାରେ। ଅନେକ ପ୍ରକାର ଆପଣଙ୍କର ଯାହାକି ପ୍ରେମ ସମ୍ବନ୍ଧରେ କିଛି ଝଗଡା କଳହ ଯୁକ୍ତ ରହୁଛି। ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେବେ ବୃଷ ରାଶି ବ୍ୟକ୍ତି ପରିବାର ବନ୍ଧୁବର୍ଗଙ୍କ ସହିତ କିଛି ମନାନ୍ତର ଯୁଗ ରହୁଛି। ତେଣୁ ଆବଶ୍ୟକ ସ୍ଥଳେ ଆପଣ ଚୁପ୍ ରୁହନ୍ତୁ। ଆଜି ଯାହାକି ବୃଷ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆଶା ଠାରୁ ଅଧିକ ଲାଭ କରିପାରିବେ ନାହିଁ, ବରଂ କ୍ଷତି ସାମ୍ନା କରିବାକୁ ପଡିବ। ତେଣୁ ଧ୍ୟାନ ପୂର୍ବକ ନିଜର ବେପାର ବାଣିଜ୍ୟ କରିଲେ ବା ସଚେତନ ସହକାରେ ଆତ୍ମବିଶ୍ୱାସ ରଖି କାର୍ଯ୍ୟ କରିଲେ ତେବେ ନିଶ୍ଚିତ ସଫଳତା ଆଡକୁ ଅଗ୍ରଗତି କରିବେ, କିନ୍ତୁ ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ। ଆଜି ଯାହାକି ବୃଷ ରାଶି ବ୍ୟକ୍ତି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅସ୍ଥିରତା ଦେଖା ଦେଇପାରେ। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା କିଛି ଥିବ ଆଜି ତାହା ପୁନରାବୃତ୍ତି ହେବାର ଅନେକ ଚାନ୍ସ ରହୁଛି। ଆଜି ବୃଷ ରାଶି ବ୍ୟକ୍ତି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି, ଟିକେ ନିଜକୁ ସାବଧାନ ହୋଇ ରୁହନ୍ତୁ। ଆଜି ଯାହା ଆପଣଙ୍କର ସେଇ ଦୂରଯାତ୍ରା ସଫଳତା ହବା ଭାରି କଷ୍ଟକର। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7। ଭାଗ୍ୟ ରଙ୍ଗ ଆପଣ ଯାହାକି ବାଇଗଣୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 70% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ କରୁଥିଲା ବେଳେ ଆପଣଙ୍କର ଛୋଟ ଭାଇ କିମ୍ବା ବଡ ଭାଇ ଆପଣଙ୍କୁ ସହଯୋଗ କରିପାରନ୍ତି, କିମ୍ବା ପରିବାର ବର୍ଗ ବନ୍ଧୁ ବର୍ଗ କିମ୍ବା ଆପଣଙ୍କର ସହଯୋଗୀ ନିଶ୍ଚିତ ଆପଣଙ୍କୁ ସାହାଯ୍ୟ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟ ଆଗକୁ ବଢିବା ସହିତ ଆପଣଙ୍କର ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡ଼ିକୁ ଆପଣଙ୍କୁ ବହୁତ ଦୃଢ ଶକ୍ତିଶାଳୀ କରିବ। ଆପଣଙ୍କର କାର୍ଯ୍ୟଶୈଳୀ ଯାହାକୁ ଅନ୍ୟମାନଙ୍କୁ ଏକ ଦୃଷ୍ଟି ଆକର୍ଷଣ କରିପାରେ। ତତ୍ସହିତ ମିଥୁନ ରାଶି ବ୍ୟକ୍ତି ଆପଣଙ୍କର କାର୍ଯ୍ୟ ପ୍ରଶଂସା ପାଇବାର ପୂର୍ଣ୍ଣ ଯୁଗ ରହୁଛି। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କର ପଦମର୍ଯ୍ୟାଦା ବା ବ୍ୟକ୍ତିତ୍ୱ ବଢିପାରେ। ତତ୍ସହିତ ମିଥୁନ ରାଶି ବ୍ୟକ୍ତି ଆଜି ଯାହାକି ଆପଣ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ଯଦି ହେଇଥିବେ, ଇଣ୍ଟରଭ୍ୟୁ ଏକ୍ଜାମ ଆଜି ଯଦି ଥିବ ନିଶ୍ଚିତ ସେଥିରେ ସଫଳତା ପ୍ରାପ୍ତ କରିପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ଯାହାକି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ମଧୁର ବାର୍ତ୍ତାଳାପ କରିବାର ପୂର୍ଣ୍ଣ ଯୁଗ ରହୁଛି। ତତ୍ସହିତ ଆଜି ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ଉତ୍ତମ ଯୁଗ ବନଉଛି। ଆଜି ମିଥୁନ ରାଶି ବ୍ୟକ୍ତି
परिवार वर्ग बंधु वर्ग सहित भल संबंध रहिबो जहा आपनक भाग्य चक्ररु जणा पडुछि। तेबे मिथुन राशि व्यक्ति आज व्यापार वाणिज्य रे आशा ठारू अधिक लाभ प्राप्त करिवार उत्तम योग रहुछि। तत्सहित आपण व्यापार वाणिज्य रे जहा कि नूतन व्यापार वाणिज्य निष्पत्ति नवा पई ग्रह माने आपनकु संपूर्ण सहयोग करूछन्ति। तत्सहित आज अर्थ मद संचय करि पारंती जहा आपनक भाग्य चक्ररु जणा पडुछि। तेबे मिथुन राशि व्यक्ति आज कोनोसी कार्य पई जदि दूर यात्रा करूछन्ति से कार्य रे निश्चित सफलता पाइबे जहा आपनक भाग्य चक्ररु जणा पडुछि। आज मिथुन राशि व्यक्ति स्वास्थ्य दृष्टि देखिले आपण संपूर्ण सुस्थ रहिबे, कोनोसी स्वास्थ्य समस्या रहिबो नाही जहा आपनक भाग्य चक्ररु जणा पडुछि। तेबे मिथुन राशि व्यक्तिंकर भाग्य संख्या रहिछि जहा कि 5। भाग्य रंग आपण हालुका कला रंग व्यवहार करि परिबे एवं ग्रह माने आपण को आज 98% साथ दउछन्ति। एबे चलंतु जानिबा कर्कट राशि व्यक्तिक विषय। कर्कट राशि व्यक्ति आज समस्त प्रकार कार्य रे आपण सफलता पाइबार पूर्ण सुयोग रहुछि। आपनकर भाग्य जहा कि उच्च स्तर रहुछि जहा कि ग्रह माने आपण को सुयोग परिस्थिति बनौतिबारु आपनकर आज समृद्धि सुख प्राप्त करिवार उत्तम युग रहुछि। तत्सहित आज किछि नूतन आभूषण आनिबार पूर्ण युग रहुछि। तेबे आपनकर शत्रु माने विरुद्ध आवास सत्य मत आपण शत्रु मानक ठारू विजय होबार पूर्ण युग रहुछि। तत्सहित आज कर्कट राशि व्यक्ति आपनकर निर्माणाधीन अटकी जाइथिबा कार्य मध्य आज से विषय कार्य केमिति संपूर्ण हेबो बा संपूर्ण होबा पई एक रास्ता फिटी जीवो जहा आपनक भाग्य चक्ररु जणा पडुछि। तेबे आज कर्कट राशि व्यक्ति ऑफिस जनित कार्य रे आपण अनेक प्रकार शुभ फल रहुछि जहा कि आपनकर कार्य कौशल समस्तंकु दृष्टि आकर्षण करि पारे। तत्सहित कर्कट राशि व्यक्ति आज स्वास्थ्यगत दृष्टि देखिले आपनकर पिता मातांकर जदि किछि स्वास्थ्य समस्या थिबो आज समाधान होई पारे बा आपनकर निजर जदि किछि स्वास्थ्य समस्या थिबो ताहा मध्य समाधान होबार अनेक चांस रहुछि जहा पई आपण पूर्वरु विचलित थिले। आज कर्कट राशि व्यक्ति जहा कि आपनकर प्रेम दुनिया रे जो माने जडित अछंती मधुर वार्तालाप सहित प्रेमर किछि कथावार्ता पई शुभ युग बनौछि। तत्सहित विवाह संबंध किछि कथावार्ता मध्य आज आलोचना करि पारंती। आज कर्कट राशि व्यक्ति राजनीतिक सामाजिक क्षेत्र रे आपनकर पदमर्यादा वृद्धि करिवा सहित ग्रह माने आपनको संपूर्ण सहयोग करूछन्ति। तत्सहित कर्कट राशि व्यक्ति आज जहा कि शिक्षार्थी विद्यार्थी मानकर जदि इंटरव्यू एग्जाम थिबो आपण अनेक प्रकार लाभ प्राप्त करिवार पूर्ण सुयोग रहुछि। आज कर्कट राशि व्यक्ति व्यापार वाणिज्य रे आपण आशा ठारू अधिक लाभ करिवार पूर्ण युग रहुछि। नूतन व्यापार वाणिज्य निष्पत्ति नवा पई ग्रह माने आपनको संपूर्ण सहयोग करूछन्ति। आज कर्कट राशि व्यक्ति कौनसी कार्य पई जदि दूर यात्रा करूछन्ति सेथिरे निश्चित सफलता प्राप्त करिवार उत्तम युग रहुछि। आज कर्कट राशि व्यक्तिंकर भाग्य संख्या रहिछि जहा कि 9। आपनकर भाग्य रंग रहिछि जहा कि कमला रंग। ग्रह माने आपनको आज जहा कि 98% साथ दउछन्ति। एबे चलंतु जानिबा सिंह राशि व्यक्तिक विषय। सिंह राशि व्यक्ति आज दिनटी आपण अनेक क्षेत्र रे बाधा उपजी पारे। दैनंदिन कार्य गुड़िक आपण ठीक से न करि पारंती। तत्सहित कार्य रे अनेक आपनकु चापग्रस्त रही पारंती। विशेष करी आपनकर कार्य गुड़िक आपनकु हताश करि पारे। आपण कौनसी नूतन कार्य दायित्व रे थिबे ताहा आपनक चरित्र उपरे आक्षेप आसी पारे बा आपण बदनाम होई पारंती। तेणु निश्चित सिंह राशि व्यक्ति यहा प्रति सचेतन रहंतु। तत्सहित सिंह राशि व्यक्ति आज शिक्षार्थी विद्यार्थी मानकर पाठ पढ़ारे अवहेला युक्त रही पारंत। निजर चाकरी संबंध कार्य गुड़िक मध्य आपनकु हताश करि पारे। तत्सहित इंटरव्यू एग्जाम रे आशा अनुसार सफलता करिवा भारी कष्टकर युग बनौछि। राजनीतिक सामाजिक क्षेत्र रे आपनकर पदमर्यादा निम्नगामी रहुछि। तत्सहित आज जहा कि सिंह राशि व्यक्ति जदि आपण विवाह जनित क्षेत्र रे जड़ित अछंती तेबे आज वाद विवाद अधिक देखा दबार चांस रहुछि। तेणु यहा प्रति ध्यान दबार आवश्यकता रहिछि जहा
सिंह राशि व्यक्ति राशि चक्र जना पड़ुछि। तेबे सिंह राशि व्यक्ति आज अर्थजनित कारोबार आपण आशा अनुसार लाभ प्राप्त करि परिबे नाही, किंतु क्षति मध्य हबो नाही, जहा आपण भाग्य चक्र जना पड़ुछि। आज जहा कि सिंह राशि व्यक्ति आपण कौनसी नूतन व्यापार वाणिज्य ठारू निजक दूरता अवलंबन करिवार निहाती आवश्यकता रहिछि। आज जहा कि सिंह राशि व्यक्ति आपणकर स्वास्थ्यगत दृष्टि देखिले स्वास्थ्य आपनको अस्थिरता देखा दे पारे, तेणु स्वास्थ्य प्रति निश्चित सचेतन रुहंतु। तत्सहित सिंह राशि व्यक्ति आज दूर यात्रा कौन कार्य पई जाउछंती ताहा सफल हेबा भारी कष्टकर। आज सिंह राशि व्यक्ति भाग्य संख्या रही जहा कि 1, भाग्य रंग आपण जहा कि नाली रंग व्यवहार करि परिबे एवं ग्रह माने आपनको आज जहा कि 70% साथ दउछंती। एबे चलंतु जानिबा कन्या राशि व्यक्ति विषय। कन्या राशि व्यक्ति आज जहा कि आपणकर स्वास्थ्यगत दृष्टि देखिले स्वास्थ्य प्रति निश्चित सचेतन रहिबार आवश्यकता रहिछि। तत्सहित कन्या राशि व्यक्ति पूर्वर जदि स्वास्थ्य समस्या थिबो आपण निश्चित आज अधिक सचेतन आवश्यकता रहिछि। आज कन्या राशि व्यक्तिंकर जहा कि आपणकर दैनंदिन कार्य गुड़िक भितरे अनेक समस्या आसीपारे, विशेष करी आपण झगड़ा कलह आसीबार संभावना रहुछि। तत्सहित यहा प्रति आपण निश्चित टिके सावधान रुहंतु एवं शत्रु मानक ठारू जो माने आपनको हैरान करंती सेमानक प्रति टिके आपण आजिका पई शांत रुहंतु, जहा आपनको पई भलो होबे। तेबे आज जहा कि कन्या राशि व्यक्तिंकर कौनसी प्रेम संबंध रे जड़ित अछंती ताहा आपनको पई लाभदायक होई न पारे बा प्रेम संबंध रे आपनको महंगा पड़ी पारे। तेणु निश्चित कन्या राशि व्यक्ति यहा प्रति सचेतन रुहंतु। तेबे कन्या राशि व्यक्ति आज कौनसी कार्य पई जदि आपण दूर यात्रा करूछंती सेथिरे सफलता हेबा भारी कष्टकर। आज कन्या राशि व्यक्तिंकर जहा कि आपणकर व्यापार वाणिज्य आशा ठारू लाभ प्राप्त करिबा भारी कष्टकर। तेणु आवश्यक स्थले योजना प्रस्तुत करी जदि व्यापार वाणिज्य करिवे तेबे आकस्मिक भावे आपणकर व्यापार वाणिज्य वृद्धि हबो, जहा आपणक भाग्य चक्र जना पड़ुछि। आज जहा कि कन्या राशि व्यक्तिंकर भाग्य संख्या रही जहा कि 2, भाग्य रंग आपण जहा कि नाली रंग व्यवहार करि परिबे एवं ग्रह माने आपण को आज जहा कि 35% साथ दउछंती। एबे चालंतु जानिबा तुला राशि व्यक्ति विषय। तुला राशि व्यक्ति आज समस्त प्रकार कार्य रे सफलता प्राप्त करिबार उत्तम युग रहुछि। आज जेकोसी कार्य करंतु ना ताहा कार्य आपनको संपूर्ण सहयोग एवं मनरे आपणकर साहसिकता आसी पारे तुला राशि व्यक्तिंकर। आज तुला राशि व्यक्ति जहां ऑफिस जनित कार्य गुडी को आपनको एक भिन्न प्रकार कार्य होई पारे, कार्य कौशल रे किछि पदोन्नति बा कार्य किछि चेंज आसी पारे। तत्सहित तुला राशि व्यक्ति आज निजर कार्य गुडी को निश्चित आपनको सफलता एवं मनरे साहसिकता दे पारे। तेबे तुला राशि व्यक्ति आज राजनीतिक सामाजिक क्षेत्र में कार्य करुवा व्यक्ति माने संपूर्ण भल भाव रहिबे, मनरे आनंदित दब। तेबे आज जहाकि तुला राशि व्यक्ति इंटरव्यू एग्जाम थिले आपण सेथिरे निश्चित छात्र छात्री माने सफलता प्राप्त करिवार उत्तम युग रहुछि। तत्सहित तुला राशि व्यक्ति आज प्रेम दुनिया रे जो माने जड़ित अछंती मधुर संपर्क वृद्धि हबो। तत्सहित तुला राशि व्यक्ति आज जहाकि आपणकर मांगलिक किछि कार्यक्रम पाई उत्तम युग रहुछि, जहाकि विवाह संबंध कथावार्ता पाई ग्रह माने आपणको संपूर्ण सहयोग करूछंती। आज तुला राशि व्यक्ति जहाकि आपण परिवार वर्ग बंधु वर्ग सहित भल संबंध रहिबो। तत्सहित तुला राशि व्यक्ति आज आपण व्यापार वाणिज्य अनेक प्रकार लाभ प्राप्त करिवार उत्तम युग रहुछि एवं व्यापार वाणिज्य कोनोसी गुरुत्वपूर्ण निष्पत्ति नबा पई ग्रह माने आपनको संपूर्ण सहयोग करूछंती। आज तुला राशि व्यक्ति आपणकर स्वास्थ्यगत दृष्टि देखिले आपण संपूर्ण सुस्थ रहिबे। पूर्वर जो स्वास्थ्य समस्या थिला आज समाधान होबार अनेक चांस रहुछि। आज तुला राशि व्यक्तिंकर जहाकि कोनोसी कार्य पई जदि दूर यात्रा करूछंती सेथिरे निश्चित सफलता प्राप्त करिवार उत्तम युग रहुछि। आज तुला राशि व्यक्तिंकर भाग्य संख्या रहिछि जहाकि 9, भाग्य रंग आपण
ଯାହାକି ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟ ଆପଣଙ୍କର ସିଦ୍ଧି ଯୁଗ ରହୁଛି। ତତ୍ସହିତ ଆପଣଙ୍କର କାର୍ଯ୍ୟଶୈଳୀରେ ସମସ୍ତେ ଆପଣଙ୍କୁ ପ୍ରଶଂସା କରିପାରନ୍ତି। ବିଶେଷ କରି ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡ଼ିକୁ ନିଶ୍ଚିତ ଦୃଷ୍ଟି ଆକର୍ଷଣମୟ ହୋଇପାରେ। ଆଜି ବିଛା ରାଶି ବ୍ୟକ୍ତି ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କିଛି ମାତ୍ରାରେ ହବାର ଉତ୍ତମ ଯୁଗ ବନଉଛି। ତତ୍ସହିତ ବିଛା ରାଶି ବ୍ୟକ୍ତି ଆଜି ଆପଣଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ପଦମର୍ଯ୍ୟାଦା ବଢିବା ସହିତ ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ନିଶ୍ଚିତ ପୂର୍ତ୍ତ କାର୍ଯ୍ୟ କରିପାରନ୍ତି ଛାତ୍ରଛାତ୍ରୀ ମାନେ। ଆଜି ବିଛା ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ମଧୁର ବାର୍ତ୍ତାଳାପ କରିବାର ଉତ୍ତମ ଯୁଗ ରହୁଛି ଏବଂ ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ଗ୍ରହମାନେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଏବଂ ଆଜି ବିଛା ରାଶି ବ୍ୟକ୍ତି ପରିବାର ବର୍ଗ ବନ୍ଧୁବର୍ଗ ସହିତ ଭଲ ସମ୍ବନ୍ଧ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ବିଛା ରାଶି ବ୍ୟକ୍ତି ଆଜି ଯାହାକି ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ଯାହାକି ପରିବାର ବର୍ଗ ବନ୍ଧୁବର୍ଗଙ୍କ କ୍ଷେତ୍ରରେ ମଧ୍ୟ ସହଯୋଗ ମିଳିବ ଏବଂ ସମ୍ବନ୍ଧ ତାଙ୍କ ସହିତ ଭଲ ରହିବ। ଆଜି ବିଛା ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଆଶା ଅନୁଯାୟୀ ଲାଭ ପ୍ରାପ୍ତ କରିବା ଟିକେ ଯୋଜନା ପ୍ରସ୍ତୁତ କରିଲେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିପାରନ୍ତି। ତେବେ ବିଛା ରାଶି ବ୍ୟକ୍ତି ଆଜି ନିଶ୍ଚିତ ନିଜର କାର୍ଯ୍ୟ ଗୁଡିକୁ ଏକ ଭିନ୍ନ ପ୍ରକାର ହବ, ଯାହାକି ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଉ ବିଛା ରାଶି ବ୍ୟକ୍ତି ଯାହାକି ଆପଣ କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି ସେ ଯାତ୍ରା ଆପଣଙ୍କର ନିଶ୍ଚିତ ସଫଳତା ହବ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତେବେ ବିଛା ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ମାନସିକ ସ୍ତରରେ ମଧ୍ୟ ଆପଣ ସୁସ୍ଥ ରହିବେ, ଯାହା କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7। ଭାଗ୍ୟ ରଙ୍ଗ ଆପଣ ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣ ଟିକେ ସଚେତନ ସହକାରେ କାର୍ଯ୍ୟ କରନ୍ତୁ। ମାନସିକ ସ୍ତରରେ ଆପଣ ଦୁର୍ବଳ ଅସ୍ଥିରତା ଦେଖା ଦେଇପାରେ ଏବଂ କାର୍ଯ୍ୟ ଗୁଡିକ ଅନେକ ତ୍ରୁଟି ରହୁଛି ଯାହାକି ଅଫିସ ଜନିତ କାର୍ଯ୍ୟରେ। ତେଣୁ କାର୍ଯ୍ୟ ଗୁଡିକୁ ନିଶ୍ଚିତ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରନ୍ତୁ, ନହେଲେ କାର୍ଯ୍ୟରେ ଅନେକ ଚାପ ଏବଂ ଉପରସ୍ଥ କର୍ମଚାରୀଙ୍କ ରାଗରେ ଶିକାର ହୋଇପାରନ୍ତି। ତେଣୁ ଏହା ପ୍ରତି ଧନୁ ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ତେବେ ଧନୁ ରାଶି ବ୍ୟକ୍ତି ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ନିଜକୁ ଆଜି ସ୍ଥିରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବେ। ତେବେ ଧନୁ ରାଶି ବ୍ୟକ୍ତି ଆଜି ଯୋଉମାନେ ପ୍ରେମ ଦୁନିଆରେ ଜଡିତ ଅଛନ୍ତି ମଧୁର ସମ୍ପର୍କ ପାଇଁ ଆଜି ବିଶେଷ ଭଲ ଦିନ ହୋଇ ନପାରେ। ନିଜ ଭିତରେ ଆଜି ସମ୍ପର୍କ ଯାହାକି କଳହ ଯୁକ୍ତିତର୍କ ହବାର ସମ୍ଭାବନା ରହୁଛି। ପାରିବାରିକ ଏବଂ ବନ୍ଧୁବର୍ଗଙ୍କ ସହିତ କିଛି ବୈଚାରିକ ମତଭେଦ ଆସିପାରେ, ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ। ଆଜି ଧନୁ ରାଶି ବ୍ୟକ୍ତି ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ଆଶା ଅନୁଯାୟୀ ଯାହାକି ସଫଳତା ପ୍ରାପ୍ତ କରିବା ଭାରି କଷ୍ଟକର। ଆଜି ଧନୁ ରାଶି ବ୍ୟକ୍ତି କୌଣସି କାର୍ଯ୍ୟ ପାଇଁ ଯଦି ଦୂରଯାତ୍ରା କରୁଛନ୍ତି ସେଥିରେ ସଫଳତା ହବା ଭାରି କଷ୍ଟକର। ତେବେ ଧନୁ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଆକସ୍ମିକ ଭାବେ ନିଜର ବେପାର ବାଣିଜ୍ୟ ବୃଦ୍ଧି ହବାର ଚାନ୍ସ ରହୁଛି। ତେଣୁ ଆଜି ଧନୁ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଅସ୍ଥିର କରିପାରେ। ତେଣୁ ନିଶ୍ଚିତ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବେ। ତେବେ ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7। ଭାଗ୍ୟ ରଙ୍ଗ ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 70% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ସାବଧାନ ସହକାରେ କରନ୍ତୁ। ଯେକୌଣସି କାର୍ଯ୍ୟ କରୁଛନ୍ତି ନିଶ୍ଚିତ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରନ୍ତୁ। ଆବଶ୍ୟକ ସ୍ଥଳେ ଆପଣ ମନକୁ ଶାନ୍ତ ରଖିବା ପାଇଁ ଟିକେ ପ୍ରବଚନ ସଙ୍ଗୀତ ଶୁଣନ୍ତୁ, ଯାହା ମକର ରାଶି ବ୍ୟକ୍ତିଙ୍କ ପାଇଁ ଭଲ ହେବ। ତେବେ ଆଜି ଦୈନନ୍ଦିନ କାର୍ଯ୍ୟ ଗୁଡିକୁ ଅସ୍ଥିରତା ଏବଂ କାର୍ଯ୍ୟ ତ୍ରୁଟି ଦେଖା ଦେଇପାରେ, କାର୍ଯ୍ୟଚାପ ବୃଦ୍ଧି ହୋଇପାରେ। ତେଣୁ ଏହା ପ୍ରତି ମକର ରାଶି ବ୍ୟକ୍ତି ସଚେତନ ରହିବା ସହିତ ନିଜର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନେ ନିଜକୁ ସ୍ଥିରତା ରଖନ୍ତୁ। ଆବଶ୍ୟକ ସ୍ଥଳେ ଆପଣ କାହା ସହିତ ଯୁକ୍ତି ତର୍କ କରନ୍ତୁ ନାହିଁ। ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଉତ୍ତମ ଦିନ ହୋଇ ନପାରେ। ଆଜି
ଯାହାକି ମକର ରାଶି ବ୍ୟକ୍ତି ଆପଣଙ୍କର ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ଆଜି ମଧୁର ସମ୍ପର୍କରେ ଫାଟ ସୃଷ୍ଟି ହେବା ସହିତ କଳହ ଯୁକ୍ତି ତର୍କ ଆଡକୁ କଥାବାର୍ତ୍ତା ଯାଇପାରେ। ତେଣୁ ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ। ଆଜି ମକର ରାଶି ବ୍ୟକ୍ତି ଯାହାକି ଆପଣ ବେପାର ବାଣିଜ୍ୟରେ ଅନେକ ପ୍ରକାର କ୍ଷତି ସାମ୍ନା କରିବାକୁ ପଡିପାରେ। ତେଣୁ ବେପାର ବାଣିଜ୍ୟ ପ୍ରଥମେ ତ ଯୋଜନା ପ୍ରସ୍ତୁତ କରି ବେପାର ବାଣିଜ୍ୟ କରନ୍ତୁ, ଦେଖିବେ କୌଣସି ବେପାର ବାଣିଜ୍ୟ ଆପଣଙ୍କର କ୍ଷତିରେ ପହଞ୍ଚିବ ନାହିଁ। ଆଜି ଯାହାକି ମକର ରାଶି ବ୍ୟକ୍ତି କୌଣସି ନୂତନ ଯାହାକି ବେପାର ବାଣିଜ୍ୟ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଆଜି ଅନାବଶ୍ୟକ ଅର୍ଥ ଠାରୁ ଖର୍ଚ୍ଚ କୌଣସି କରନ୍ତୁ ନାହିଁ, କୌଣସି ଧାର ଉଧାର ଆଜି କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ হবে। ତେବେ ମକର ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା କିଛି ମାତ୍ରାରେ ଆପଣଙ୍କୁ ବ୍ୟତିବ୍ୟସ୍ତ କରିପାରେ। ତେଣୁ ମକର ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସାବଧାନ ରୁହନ୍ତୁ। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3। ଭାଗ୍ୟ ରଙ୍ଗ ଆପଣ ଯାହାକି ସୁନେଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟରେ ଆପଣଙ୍କର ସିଦ୍ଧି ଯୁଗ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି କିଛି ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ଲିପ୍ତ କରିପାରନ୍ତି। ତତ୍ସହିତ ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ଆନନ୍ଦ ଦେଇପାରେ ଏବଂ କୁମ୍ଭ ରାଶି ବ୍ୟକ୍ତି ଆପଣଙ୍କର ଦୈନନ୍ଦିନ କାର୍ଯ୍ୟଗୁଡ଼ିକୁ ଆଗକୁ ବଢିବାର ସହଯୋଗ ମିଳିପାରେ। ତତ୍ସହିତ ଅଫିସ ଜନିତ କାର୍ଯ୍ୟକ୍ଷେତ୍ରରେ ପରିବାର ବର୍ଗ, ବନ୍ଧୁବର୍ଗ ଏବଂ ଉପରସ୍ଥ କର୍ମଚାରୀ ଆପଣଙ୍କୁ ସହଯୋଗ କରିବେ ଏବଂ ଆପଣଙ୍କର କାର୍ଯ୍ୟକୌଶଳରେ ଆପଣଙ୍କୁ ପ୍ରଶଂସାର ପାତ୍ର ବନେଇ ପାରନ୍ତି, ଯାହା କୁମ୍ଭ ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପଦମର୍ଯ୍ୟାଦା ବୃଦ୍ଧି କରିବା ସହିତ ଆପଣଙ୍କର ଦବଦବା ବଢିବ। ଆଜି କୁମ୍ଭ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ଅନେକ ପ୍ରକାର ସଫଳତା ଲାଭ କରିବାର ପୂର୍ଣ୍ଣ ଶୁଭ ଯୋଗ ରହିଛି। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ମଧୁର ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଆପଣଙ୍କର ସମ୍ପର୍କ ଭିତରେ ମଧ୍ୟ ଆହୁରି ନିବିଡ଼ ହୋଇପାରନ୍ତି। ତେବେ ଆଜି ବିବାହ ମାଙ୍ଗଳିକ ସମ୍ବନ୍ଧ କିଛି କଥାବାର୍ତ୍ତା ପାଇଁ ଉତ୍ତମ ଯୁଗ ରହୁଛି। ତତ୍ସହିତ ଆଜି ଯାହାକି କୁମ୍ଭ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ପରିବାର ବର୍ଗ, ବନ୍ଧୁବର୍ଗ ସହିତ ଭଲ ସମ୍ବନ୍ଧ ରହିବାର ଉତ୍ତମ ଯୁଗ ବନଉଛି। ଆଜି କୁମ୍ଭ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଆଜି କୁମ୍ଭ ରାଶି ବ୍ୟକ୍ତି ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହିତ କୁମ୍ଭ ରାଶି ବ୍ୟକ୍ତି କୌଣସି କାର୍ଯ୍ୟ ପାଇଁ ଯାହାକି ଆପଣ ଯୋଜନା ପ୍ରସ୍ତୁତ କରି ଯଦି ଦୂରଯାତ୍ରା କରୁଛନ୍ତି କୁମ୍ଭ ରାଶି ବ୍ୟକ୍ତି ସେ କାର୍ଯ୍ୟର ନିଶ୍ଚିତ ସଫଳତା ହେବ, ଏଥିରେ କୌଣସି ସନ୍ଦେହ ନାହିଁ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ବିବ୍ରସ୍ତ କରିବ ନାହିଁ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1। ଭାଗ୍ୟ ରଙ୍ଗ ଆପଣ ହଳଦୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଯାହାକି କୌଣସି କାର୍ଯ୍ୟ ପାଇଁ ଆପଣ ଦୂରଯାତ୍ରା କରୁଛନ୍ତି ସେ କାର୍ଯ୍ୟ ଆପଣଙ୍କର ସଫଳତା ହେବା ଭାରି କଷ୍ଟକର ଯୁଗ ବନଉଛି। ତେଣୁ ଦୂରଯାତ୍ରା କରୁଥିଲେ ଆଜି ଯଦି ପାରିବେ ଆପଣ ତାହାକୁ ଦୂରେଇବା ପାଇଁ ଚେଷ୍ଟା କରନ୍ତୁ। ଆଜି ମୀନ ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ ଅନେକ ଅସ୍ଥିରତା, ମତ ପାର୍ଥକ୍ୟ, ବାଦ ବିବାଦ ସୃଷ୍ଟି ହୋଇପାରେ। ତେଣୁ ଏହା ପ୍ରତି ସଚେତନ ରହିବା ସହିତ ମୀନ ରାଶି ବ୍ୟକ୍ତି ଆପଣଙ୍କର ଅଫିସ ଜନିତ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର କାର୍ଯ୍ୟ ଚାପ ବୃଦ୍ଧି ହେବ ଏବଂ ଆପଣଙ୍କର ଉପରସ୍ଥ କର୍ମଚାରୀ, ପରିବାର ବର୍ଗ ଏବଂ ସହଯୋଗୀ ମାନେ ଆପଣଙ୍କୁ ହାତ ବଢେଇବେ ନାହିଁ ବରଂ ଦୂରେଇ ଯିବେ। ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ ମୀନ ରାଶି ବ୍ୟକ୍ତି। ଆଜି ମୀନ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ମଧୁର ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ, କୌଣସି ଯୁକ୍ତି ତର୍କ କଳହ କରନ୍ତୁ ନାହିଁ। ଯଦି ଏହା କରୁଛନ୍ତି ଆପଣଙ୍କ ଭିତରେ ମତ ପାର୍ଥକ୍ୟ ଏବଂ ଅନେକ ପ୍ରକାର ରାଗ ଦୋଷ ଏବଂ ଯୁକ୍ତି ତର୍କ ଭିତରେ କଥାବାର୍ତ୍ତା ଯାଇପାରେ। ତେଣୁ ମୀନ ରାଶି ବ୍ୟକ୍ତି ନିଶ୍ଚିତ ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ, ଯାହା ଆପଣଙ୍କର ସମ୍ପର୍କ ଭଲ ରହିବ। ଏବଂ ମୀନ ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପଦମର୍ଯ୍ୟାଦା ହାନି ଯୁଗ ରହୁଛି। ଇଣ୍ଟରଭ୍ୟୁ ଏକ୍ଜାମରେ ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହିବା ସହିତ ଛାତ୍ରଛାତ୍ରୀ ମାନେ ବିଶେଷ ପାଠ ପଢାରେ ଅବହେଳା ଯୁକ୍ତ ରହିପାରନ୍ତି।
ଆଜି ମୀନ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆଶା ଅନୁଯାୟୀ ଲାଭ ପ୍ରାପ୍ତ କରିବା ଭାରି କଷ୍ଟକର ଯୁଗ ବନଉଛି। ତେଣୁ ମୀନ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସାବଧାନ ରୁହନ୍ତୁ। ଆଜି ମୀନ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅସ୍ଥିରତା ଆଡକୁ ଅଗ୍ରଗତି କରୁଛି। ତେଣୁ ନିଶ୍ଚିତ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହୁଛି। ଆଜି ଯାହାକି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8। ଭାଗ୍ୟ ରଙ୍ଗ ଆପଣ ଯାହାକି ଗୋଲାପୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଓଁ ବିଷ୍ଣବେ ନମଃ। ନମସ୍କାର।